ମଧ୍ୟରେ ଚିନ୍ତା କରୁଛି ଆଉ ପ୍ରଭୁଙ୍କୁ କହୁଛି ହେ ପ୍ରଭୁ ଆପଣ ଯାହା ଦେଇଦିଅନ୍ତି ତାହା ନେଇଯାଆନ୍ତି। ଯଦି ମହାପ୍ରଭୁ ଆପଣଙ୍କର ରୂପ ସୌଷ୍ଠବତାକୁ ମୁଁ ବୁଝି ନ ପାରିବି ତାହେଲେ ଶବର ରାଜା ବିଶ୍ୱାବସୁ ଆଉ ଜୀବନ ଧାରଣ କରିପାରିବ ନାହିଁ। ମହାପ୍ରଭୁ କହିଲେ ଠିକ ଅଛି, ମୁଁ ମୋ ଲୀଳା ସଠିକ ସମୟରେ କରିବି, ତୁମେ ବ୍ୟସ୍ତ ହୁଅନ। ମହାପ୍ରଭୁ ଅନ୍ତର ହେଇଗଲେ ମନରେ ଅନୁଶୋଚନାକୁ ଧାରଣ କରି ପ୍ରତ୍ୟେକ ଦିନ ଶବର ରାଜା ବିଶ୍ୱାବସୁ ଆଜ୍ଞା ସନ୍ଧ୍ୟା ସମୟରେ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛି। ଏହି ସମୟରେ ଜଣେ ବିଦ୍ୟାପତିଙ୍କ ସହିତ ଜଣେ ବିଶ୍ୱାବସୁଙ୍କ ସହିତ ଆସି ସାକ୍ଷାତ ହେଲେ। ବିଶ୍ୱାବସୁ ଯାଉଛନ୍ତି, ଜଣେ ବ୍ରାହ୍ମଣ ଆସି ବିଶ୍ୱାବସୁଙ୍କ ପାଖରେ ପହଞ୍ଚିଲେ। ଆସି ବିଶ୍ୱାବସୁଙ୍କୁ ପ୍ରଣାମ କଲେ। ବିଶ୍ୱାବସୁ ଆଜ୍ଞା ଭକ୍ତ ନା, ଆମକୁ ଆଜ୍ଞା କିଏ ନମସ୍କାର କଲେ ଆମେ କଣ କହୁ ନା ସାଙ୍ଗେ ସାଙ୍ଗେ ହାତକୁ ଟେକି ଦଉ, ଯେମିତି ନାରାୟଣ କହୁ ନାଇଁ କି? ତେଣୁ ଆଜ୍ଞା ଦେଖନ୍ତୁ ସମାଜରେ ସାମାଜିକ ଶୃଙ୍ଖଳତା ଯେତେବେଳେ ଜଣେ ଭକ୍ତଙ୍କୁ ପ୍ରଣାମ କରୁଛନ୍ତି ଜଣେ ବ୍ରାହ୍ମଣ, ଆଜ୍ଞା ଭକ୍ତ ଜଣକ ତାଙ୍କ ଚରଣରେ ଲୋଟି ପଡ଼ିଲେ। କହିଲେ ଜଣେ ବ୍ରାହ୍ମଣ କଣ ମତେ ମୁଣ୍ଡିଆ ମାରିଲେଣି? ଆଜ୍ଞା ଯୋଉ ବ୍ରାହ୍ମଣ ଜଣକ ମୁଣ୍ଡିଆ ମାରିଲେ, ଯେତେବେଳେ ବିଶ୍ୱାବସୁ ପଚାରିଲେ ଆପଣ ମତେ କଣ ମୁଣ୍ଡିଆ ମାରିଲେ? ନା ଆପଣ ହଉଛନ୍ତି ଭକ୍ତ, ଆପଣ ହସ୍ତରେ ପରା ମହାପ୍ରଭୁ ଭୋଜନ କରୁଛନ୍ତି, ଆପଣ ପରା ମହାପ୍ରଭୁଙ୍କ ସହିତ ନିଜେ କଥା ହଉଛନ୍ତି, ମୁଁ ଆପଣଙ୍କୁ ପ୍ରଣାମ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଆଜ୍ଞା ଏ କଳି ଯୁଗରେ ଆମେ ମାନେ ସେ ସମ୍ଭ୍ରମତାକୁ ଭୁଲି ଯାଇଛି। ଯେତେବେଳେ ଶବର ରାଜା ବିଶ୍ୱାବସୁଙ୍କ ଚରଣାର ବିନ୍ଦରେ ଲୋଟି ପଡ଼ିଲେ ବ୍ରାହ୍ମଣ, ଶବର ରାଜା ବିଶ୍ୱାବସୁ ପଚାରିଲେ ଆପଣ ଏ ସମୟରେ କୁଆଡ଼େ ଆସିଛନ୍ତି, ଆସିବାର ଅଭିପ୍ରାୟ କଣ? ଶବର ରାଜା ବିଶ୍ୱାବସୁଙ୍କୁ ଉତ୍ତର ଦଉଛନ୍ତି ବ୍ରାହ୍ମଣ, କହିଲେ ଆପଣ ଯାହାକୁ ପୂଜା କରୁଛନ୍ତି ମୁଁ ତାଙ୍କୁ ଟିକେ ଦର୍ଶନ କରିବା ପାଇଁ ଆସିଛି। ଆଜ୍ଞା ଶବର ରାଜା ବିଶ୍ୱାବସୁ ମନ ଭିତରେ ଆହୁରି ଅବିଶ୍ୱାସ ବାନ୍ଧି ହେଇଗଲା। କହିଲା ମୁଁ ଶୁଣୁଥିଲି କିଏ ଆସିବ, ଆସିକି ତତେ ଦର୍ଶନ କରିବ, ଆଉ ପ୍ରଭୁ ଦର୍ଶନ କରିସାରିବା ପରେ ତୁ ଏ ସ୍ଥାନକୁ ପରିତ୍ୟାଗ କରିଦେବୁ। ଯାହା ମୁଁ ଶୁଣୁଥିଲି ତାହା କଣ ସତ୍ୟ? ଶବର ରାଜା ବିଶ୍ୱାବସୁ ଚିନ୍ତା